ଓମ୍ ଶାନ୍ତି। ସଂସାର ସାଗରରୁ ଉଦ୍ଧାର କରିଲା ବାଲା ପତିତ ପାବନ ମୁକ୍ତି ଜୀବନ ମୁକ୍ତିଦାତା ନିରାକାର ପରମ ପିତା ଶିବ ପରମାତ୍ମା ଭଗବାନଙ୍କର ଶ୍ରେଷ୍ଠ ଜ୍ଞାନକୁ ଧାରଣ କରି ଶ୍ରେଷ୍ଠ କର୍ମ କରୁଥିବା ମହାନ ଆତ୍ମାମାନଙ୍କୁ ଆନ୍ତରିକ ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। କୁହାଯାଏ, କାମ କରିଯାଅ ବୀର ପରି ଅଭାବ କଷଣ ଯାଉ ସରି। କର୍ମମୟ ଦୁନିଆରେ କର୍ମ ବିନା କୌଣସି ପ୍ରାଣୀ ମଧ୍ୟ ରହିପାରିବ ନାହିଁ। ନିଶ୍ଚିନ୍ତ କର୍ମ କରିବାକୁ ହିଁ ପଡ଼ିବ। ହଁ, ତାହା ଶ୍ରେଷ୍ଠ କର୍ମ ହୋଇପାରେ, ସାଧାରଣ ହୋଇପାରେ, ଅଥବା ଅପକର୍ମ ବା ବିକର୍ମ ହୋଇପାରେ। ତେବେ ଯେପରି କର୍ମ ସେହିପରି ପ୍ରାପ୍ତି ମଧ୍ୟ କର୍ମ ଅନୁଯାୟୀ ହୋଇଥାଏ। ତାହା ମନୁଷ୍ୟର ମାନସିକତା ଏବଂ ସଂସ୍କାର ହିସାବରେ ହିଁ ହୋଇଥାଏ, ଯାହା ସମାଜ ଉପରେ ତାର ପ୍ରଭାବ ପରିଲକ୍ଷିତ ହୋଇଥାଏ। କାହାଣୀଟିଏ ମନେ ପଡ଼େ। ଗ୍ରୀଷ୍ମ ଦିନର ଏକ ଦ୍ୱିପହରର ସମୟ, ପ୍ରବଳ ଖରା। ପଥିକମାନେ ଯିଏ ଯେଉଁଠି ଶୀତଳ ଛାଇର ଆଶ୍ରୟ ଖୋଜୁଥାନ୍ତି, ଗୋଟିଏ ବିଶାଳ ଆମ୍ବ ଗଛ ଛାଇରେ ଜଣେ ପଥିକ ଶୋଇଥାଏ। ଗଛରେ ସୁନ୍ଦର ଆମ୍ବ ମଧ୍ୟ ପାଚିଥାଏ। ହଠାତ୍ ଗୋଟେ ଛୋଟ ସୁନ୍ଦର ପାଚିଲା ଆମ୍ବଟିଏ ବ୍ୟକ୍ତିଟିର ଛାତି ଉପରେ ପଡ଼ିଲା। ଲୋକଟି ଅତି ଆନନ୍ଦିତ ହେଲା, ହେଲେ ପର ମୁହୂର୍ତ୍ତରେ ଚିନ୍ତିତ ହେଇଗଲା। ଭାବିଲା, ମୁଣ୍ଡ ତଳେ ହାତ ରଖି ଆନନ୍ଦରେ ଶୋଇଛି, ମୁଣ୍ଡ ତଳୁ ହାତକୁ କାଢ଼ିବି, ଆମ୍ବକୁ ଉଠେଇବି, ପୁଣି ପାଟିରେ ପୂରେଇବି, ନା, ଇଏ ଭାରି କଷ୍ଟ କାମ। ଏହା ଭାବି ରାସ୍ତା ଉପରକୁ ତେର୍ଛା ନଜରରେ ଚାହିଁଲା। ଦେଖିଲା, କିଏ କାଳେ କୋଉଠୁ ଆସୁଥିବ। ଯୋଗକୁ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାର ସେ ଦେଖିଲେ। ତହୁଁ ସେ ବଡ଼ ପାଟି କରି ତାଙ୍କୁ ଡାକିଲେ ଏବଂ ଆମ୍ବଟିକୁ ତାଙ୍କ ପାଟିରେ ଦେବାକୁ କହିଲା। ଉକ୍ତ ବ୍ୟକ୍ତି ଜଣକ ଭାବିଲା, ବାସ୍ତବରେ ଏ ଲୋକଟି ନିପଟ କର୍ମ କୋଢ଼ି ଅଳସୁଆଟିଏ। ତେଣୁ ସେ ଆସି ଆମ୍ବଟିକୁ ଉଠେଇ ନିଜେ ଖାଇ ଖାଇ ବାଟ ଧରିଲା। ଏହା ଦେଖି ପ୍ରଥମ ବ୍ୟକ୍ତି ଜଣକ ଭାବିଲା, ଛାଡ଼, ଗଛରେ ଏତେ ଆମ୍ବ ପାଚିଛି, ପୁଣି ଝଡ଼ିବ ନାହିଁ କି? ସେତେବେଳେ ଦେଖିବା। ଏଠାରେ କାହାଣୀଟିକୁ କହିବାର ତାତ୍ପର୍ଯ୍ୟ ହେଉଛି, ବର୍ତ୍ତମାନ ସମାଜରେ ପ୍ରାୟତଃ ବ୍ୟକ୍ତି କର୍ମକୁ ଭୟ କରି କେହି ତ ସଂସାର ତ୍ୟାଗ କରୁଛି, କିଏ ନିଜର ସବୁ କିଛି ଥାଇ ମଧ୍ୟ ଅନ୍ୟ ପାଖରେ ଆଶ୍ରୟ ଖୋଜୁଛି, ସହଜରେ ବିନା ପରିଶ୍ରମରେ କିପରି କିଛି ପାଇଯିବ। ଯାହାଫଳରେ ମନୁଷ୍ୟ ବିଭିନ୍ନ ଠକ ସଂସ୍ଥାମାନଙ୍କ ଦ୍ୱାରା ଶୋଷିତ ହେଉଛନ୍ତି। କେହି ମଠ ମନ୍ଦିରରେ ଯାଇ ଲୋକ ଦେଖାଣିଆ ଭକ୍ତ ସାଜି ଅନ୍ତରରେ ଭକ୍ତି ନଥିବ, କେବଳ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ଭକ୍ତ ସାଜି ରହିଯାଉଛନ୍ତି, ମାଗଣାରେ ଖାଇ ପିଇ ରହିବାର ଉଦ୍ଦେଶ୍ୟ ନେଇ। ହେଲେ ଶାସ୍ତ୍ର ହେଉ ବା ବିଜ୍ଞାନ, ସବୁ କ୍ଷେତ୍ରରେ କର୍ମକୁ ପ୍ରାଧାନ୍ୟ ଦିଆଯାଇଛି। କାରଣ କର୍ମ ବିନା ପ୍ରାପ୍ତି କିପରି ହେଇପାରିବ? ବିଜ୍ଞାନ କହିଛି, ଏଭ୍ରି ଆକ୍ସନ୍ ଦେର୍ ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ପୁଣି ମଧ୍ୟ କହିଛି, ଆଜ୍ ୟୁ ସୋ, ସୋ ୟୁ ରିପ୍। ଶାସ୍ତ୍ର କେବେ କହିନାହିଁ
କି କର୍ମ ଛାଡ଼ି, ସଂସାର ଛାଡ଼ି କେବଳ ପ୍ରଭୁଙ୍କ ନାମ ଜପ କରିବା ପାଇଁ। ଭଗବାନ କହୁଛନ୍ତି, ତୁମେମାନେ ଏଇ କର୍ମକ୍ଷେତ୍ରକୁ ଅଭିନୟ କରିବା ପାଇଁ ଆସିଛ। ତେଣୁ ତୁମକୁ କର୍ମ ତ ନିଶ୍ଚିନ୍ତ କରିବାକୁ ପଡ଼ିବ। ଶରୀର ନିର୍ବାହ ଅର୍ଥେ କର୍ମ କରିଚାଲ, ତତ୍ ସହିତ ଆତ୍ମାର ଉନ୍ନତି ପାଇଁ ମୋ ସହିତ ବୁଦ୍ଧିର ଯୋଗକୁ ଲଗାଇ ରଖ। ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି। ସେଥିପାଇଁ ଶାନ୍ତି କାହାକୁ ମାଗିବାର ଆବଶ୍ୟକତା ନାହିଁ। ନିଜର ସ୍ୱଧର୍ମରେ ସ୍ଥିତ ହୋଇଯାଅ। ଶାନ୍ତି ନିଜ ଗଳାର ହାର, ଆପେ ଆପେ ତାହା ହିଁ ଛାଇ ପରି ସାଥିରେ ରହିବ। ଏହି ସୃଷ୍ଟି ନାଟକର ପ୍ରତ୍ୟେକ ଦୃଶ୍ୟ ପୂର୍ବ ନିର୍ଦ୍ଧାରିତ, ପୂର୍ବ ପ୍ରସ୍ତୁତ, ଅର୍ଥାତ୍ କଳ୍ପ ପୂର୍ବେ ଯାହା ଘଟିଥିଲା ଏବେ ସଠିକ୍ ଭାବରେ ତାହାର ପୁନରାବୃତ୍ତି ହିଁ ହେଇ ଚାଲିଛି। ଏକମାତ୍ର ପରମାତ୍ମା ହିଁ ଏହାର ପ୍ରତ୍ୟେକ ଦୃଶ୍ୟ ବା ଘଟଣାବଳୀକୁ ଜାଣିଛନ୍ତି। ହେଲେ ଆଗକୁ ବା ଭବିଷ୍ୟତରେ କ'ଣ ହେବ, ନିର୍ଦ୍ଦିଷ୍ଟ ତାରିଖ ସହିତ କିଛି ମଧ୍ୟ କହୁନାହାନ୍ତି। ଯଦି କହିଦେବେ, ତେବେ ସୃଷ୍ଟି ନାଟକର ମହତ୍ଵ ହିଁ ସମାପ୍ତ ହୋଇଯିବ, ବାସ୍ତବିକତା ସମାପ୍ତ ହୋଇଯିବ। ସେଥିପାଇଁ ତୁମକୁ ଏହି ସୃଷ୍ଟି ନାଟକର ପ୍ରତ୍ୟେକ ଦୃଶ୍ୟକୁ ଦେଖି ଯାହା ସବୁ ଘଟୁଛି କେବଳ ସାକ୍ଷୀ ହେଇ ଦେଖିବାର ଅଛି। ମୃତ୍ୟୁର ଯଦି ତିଥି ତାରିଖ ଆଗରୁ ଜଣାଥିବ, ତେବେ ଶେଷ ସମୟରେ ଭଗବାନଙ୍କର ସ୍ମୃତି କିପରି ରହିବ? କେବଳ ମୃତ୍ୟୁର ସମୟକୁ ଗଣି ଗଣି ଚିନ୍ତିତ ଆଉ ଦୁଃଖିତ ରହିବା ହିଁ ସାର ହେବ। ତେଣୁ ସୃଷ୍ଟିର ଅନ୍ତିମ ମହାବିନାଶର ପ୍ରଳୟଙ୍କାରୀ ଦୃଶ୍ୟ ଦେଖିବା ପାଇଁ ମହାବୀର ସ୍ଥିତିରେ ରହି ଅଟଳ ରହିବାକୁ ହେବ। ନିରାକାର ଶିବ ବାବାଙ୍କର ସ୍ମୃତିରେ ରହି ଶରୀର ଛାଡ଼ିବାକୁ ହେଲେ, ଅର୍ଥାତ୍ ମୁକ୍ତି ଆଉ ଜୀବନ ମୁକ୍ତି ପାଇବାକୁ ହେଲେ ନିଜର ଆତ୍ମିକ ଅବସ୍ଥାକୁ ପରିପକ୍ୱ କରିବାକୁ ହେବ। ନିଜକୁ ସୂକ୍ଷ୍ମାତି ସୂକ୍ଷ୍ମ ଜ୍ୟୋତି ସ୍ୱରୂପ ଆତ୍ମା ଭାବି ଏକ ନିରାକାର ଜ୍ୟୋତି ସ୍ୱରୂପ ପରମାତ୍ମାଙ୍କ ସ୍ମୃତିରେ ରହି ସାରା ସୃଷ୍ଟି ନାଟକକୁ ସାକ୍ଷୀ ହେଇ ଦେଖିବାକୁ ହେବ। ଶରୀର ନିର୍ବାହ ଅର୍ଥ କର୍ମ କରିବାକୁ ହେବ। ଯେଉଁ କଥା ହିଁ ଏହି ଶ୍ରେଷ୍ଠ ପାଠପଢ଼ା ଦ୍ୱାରା ପ୍ରାପ୍ତ ହୋଇଥାଏ। ତେଣୁ କୌଣସି ବି କଥାରେ ସଂଶୟ ବୁଦ୍ଧି ହୋଇ ପାଠପଢ଼ାକୁ ଅର୍ଥାତ୍ ଏହି ଈଶ୍ୱରୀୟ ଜ୍ଞାନକୁ ଛାଡ଼ିବା ଅନୁଚିତ। କ'ଣ ହେବ, କିପରି ହେବ ଇତ୍ୟାଦି ଇତ୍ୟାଦି ବିସ୍ତାରର କଥାରେ ନିଜର ସମୟକୁ ନଷ୍ଟ କରିବା ଉଚିତ ନୁହେଁ। ସାକ୍ଷୀ ହୋଇ ସବୁ ଦେଖି ନିଜର ସ୍ଥିତିକୁ ମଜବୁତ କରିବା ଦରକାର। ଶିବ ବାବା କହୁଛନ୍ତି, ମନ, ବଚନ, କର୍ମ ଏବଂ ସମ୍ବନ୍ଧ ଆଉ ସମ୍ପର୍କରେ ପବିତ୍ରତାର ଧାରଣା ଦ୍ୱାରା ପରମ ପୂଜ୍ୟ ଆତ୍ମା ହୁଅ। ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟକୁ ବୁଝାଯାଏ ନା। ମନରେ ଯଦି ସଂକଳ୍ପ ଆସିଲା, କାହା ପ୍ରତି ନକାରାତ୍ମକ ସଂକଳ୍ପ ଆସିଲା, ତେବେ ତାହା ମଧ୍ୟ ପବିତ୍ରତାର ଲକ୍ଷଣ। ତେଣୁ ସବୁଥିରେ ପବିତ୍ର ହେଲେ ପୂଜ୍ୟ ଆତ୍ମା ହୋଇପାରିବ। ନିଜର ଭବିଷ୍ୟତକୁ ସ୍ପଷ୍ଟ ରୂପରେ ଦେଖିବା ପାଇଁ ବା ଜାଣିବା ପାଇଁ ସମ୍ପୂର୍ଣ୍ଣତାର ସ୍ଥିତିରେ ସ୍ଥିତ ରୁହ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍
ଶାନ୍ତି।